ଗୁଣ୍ଡିଚା ମନ୍ଦିର ସାହି ଗୋପୀନାଥ ପାଢ଼ୀଙ୍କ ଘରରୁ ସୁନା ଅଳଙ୍କାର ସହ ନଗଦ ଟଙ୍କା ଚୋରି ମାମଲାରେ ପଦ୍ମପୁର ପୋଲିସର ସନ୍ଧାନୀ କୁକୁର ସହାୟତାରେ ତନାଘନା। ରାୟଗଡ଼ା ଜିଲ୍ଲା ପଦ୍ମପୁର ଗୁଣ୍ଡିଚା ସାହି ମନ୍ଦିର ଗୋପୀନାଥ ପାଢ଼ୀଙ୍କ ଘରରୁ ବିଳମ୍ବିତ ରାତିରେ ସୁନା ଅଳଙ୍କାର ନଗଦ ଟଙ୍କା ଚୋରି ମାମଲାରେ ଆଜି ପଦ୍ମପୁର ପୋଲିସର ଏକ ଟିମ୍ ସନ୍ଧାନୀ କୁକୁରା ଏବଂ ସାଇଣ୍ଟିଫିକ୍ ଟିମ୍ ସହ ରାତି 8ଟା ସମୟରେ ପୋଲିସର ତନାଘନା କରିଛି। ଏ ହେଉଛି ସେହି ଦୃଶ୍ୟ। ସାଇଣ୍ଟିଫିକ୍ ଟିମ୍ ସହିତ ସନ୍ଧାନୀ କୁକୁର ରାୟଗଡ଼ାର ଏକ ଟିମ୍ ପହଞ୍ଚିଥିଲେ ରାତି 8ଟା ସମୟରେ ଏବଂ ପୋଲିସ ମଧ୍ୟ ତନାଘନା କରିଥିବା ଜଣାପଡ଼ିଛି। ତେବେ ଲୁଟେରାମାନେ ବିଳମ୍ବିତ ରାତିରେ ଘରେ ପଶି କବାଟ ଭାଙ୍ଗି 3ଟି ଗୋଡରେଜ ଭିତରୁ ଟଙ୍କା ସୁନା ଅଳଙ୍କାର ଲକ୍ଷାଧିକ ଟଙ୍କାର ଅଳଙ୍କାର ସହ ନଗଦ 50,000 ଟଙ୍କା ଚୋରି ହୋଇଥିବା ଥାନାରେ ଏତଲା ହୋଇଛି। ଏନେଇ ଥାନାରେ 57/25ରେ ମାମଲା ରୁଜୁ ହୋଇଛି। ପୋଲିସ ଅଧିକ ତଦନ୍ତ କରୁଛି। ଆଜି ରାତ୍ର 8ଟା ସମୟରେ ସନ୍ଧାନୀ କୁକୁର ସହାୟତାରେ ପୋଲିସ ମଧ୍ୟ ତନାଘନା କରୁଛି। ବିଭିନ୍ନ ସ୍ଥାନର ସିସିଟିଭି ଯାଞ୍ଚ କରୁଛି ଏବଂ ପୋଲିସ ମଧ୍ୟ ଏକ ଟିମ୍ ବିଭିନ୍ନ ସ୍ଥାନରେ ପଇଁତରା ମାରୁଛି ଏବଂ ଅତି ଶୀଘ୍ର ଚୋରମାନଙ୍କୁ ଧରାଯିବ ବୋଲି ପୋଲିସ ପ୍ରତିଶ୍ରୁତି ଦେଇଛି। ଏପଟେ ଗୋପୀନାଥ ପାଢ଼ୀଙ୍କ ଘରୁ ସମସ୍ତ ଟଙ୍କା ସୁନା ଲୁଟ୍ ହେଲା ପରେ ବର୍ତ୍ତମାନ ସେମାନେ ଭାଙ୍ଗି ପଡ଼ିଛନ୍ତି।